ପିଲାମାନେ ଗୁଡ୍ ମର୍ଣ୍ଣିଂ। ତାହେଲେ କାଲି ଆମେ ଯୋଉଠି ପଢା ଶେଷ କରିଥିଲେ ସେଇଠୁ ଆରମ୍ଭ କରିବା। କାଲି କୋଉଠୁ ଶେଷ କରିଥିଲେ? ଶୁଖିଲା ପାତ୍ରଟିକୁ କଣ କୋଉଠି ହଁ ତାହେଲେ ଶୁଖିଲା ପାତ୍ରଟି ଗୋଟେ ଜାଗାରେ ଗଦା କରି ଜାଳି ପାଉଁଶ ପର୍ଯ୍ୟନ୍ତ କରିଛନ୍ତି। ସେ ପାଉଁଶଟି କଣ ହଉଛି ନା କ୍ଷେତରେ ପକାଯାଉଛି। ସାରରେ ଉତ୍ପନ୍ନ ହେଲା ସେ ଫଳ ଭଲ ଫଳ ହବ ନୁହେଁ କି? ମାନେ ଆମେ କି ଚାଷ କରୁ? କି ଚାଷ କରୁ କହିଲା? ଆମେ କ୍ଷେତରେ ଚାଷ କଲେ କଣ ହୁଏ? ସାର ଦେଇ ଆମେ କ୍ଷେତକୁ କଣ ଭଲ ଫଳ ଫଳଉ ନୁହଁ କି? ସେ ଲୋକଟି ଆମର ସେ ପତ୍ରଟିକୁ ନେଇ କଣ ସାରରେ ପରିଣତ କରିଛି। ତେଣୁ ଆଗକୁ ଆମେ ଦେଖିବା ସେ ବିଷୟରେ କଣ ହଉଛି ଶୁଖିଲା ପତ୍ର। ଲୋକଟି ମୁହଁରୁ ଏକଥା ଶୁଣି ଦୁହେଁ ଶିଷ୍ୟ ପୁଣି ଆଗକୁ ଚାଲିଲେ। କିଛି ବାଟ ଯିବା ପରେ ଦେଖିଲେ ବୁଢ଼ାଟିଏ ଶୁଖିଲା ପତ୍ର ସାଉଁଟୁଛି। ତାହେଲେ ପିଲା ଦୁଇ ଜଣଙ୍କ ମନ ଭାରି ଦୁଃଖ ଯେ ଶୁଖିଲା ପତ୍ର ବି ତାଙ୍କରି କାମରେ ସେ ବି ଶୁଖିଲା ପତ୍ରରେ ସାର ଔଷଧ କରୁଛନ୍ତି। ସେଥିପାଇଁ ସିଏ ଆଗକୁ ଚାଲିଲେ, ମନ ଦୁଃଖ କଲେ। ବୁଢ଼ାକୁ ଦୁହେଁ ପଚାରିଲେ, ମଉସା ଏ ପତ୍ର ନେଇ ତୁମେ କଣ କରିବ? ବୁଢ଼ା କହିଲା, ବାପା ତୁମେ ପତ୍ରର ଗୁଣ ବୋଧ ହୁଏ ଜାଣିନ। ଦୁଇ ଜଣ ଶିଷ୍ୟଙ୍କୁ ବୁଢ଼ା ଲୋକଟି କହୁଛି, ବାପାଟା ଏ ପତ୍ର ବିଷୟରେ ତମେ ବୋଧେ ବୋଧ ହୁଏ ଜାଣିନ। ଏହାକୁ ଗୁଣ୍ଡ କରି ପାଣିରେ ଫୁଟାଇ ଛାଣି କରି ସେହି ପାଣି ପିଇଲେ ସବୁ ପ୍ରକାର ଜ୍ୱର ଭଲ ହୋଇଯିବ। ମାନେ ଶୁଖିଲା ପତ୍ର ନେଇ କଣ ଗୁଣ୍ଡ କରି ତାପରେ ପାଣିରେ ଫୁଟାଇ ପିଇଲେ କିଛି କଣ ସବୁ ପ୍ରକାର ଜ୍ୱର ଭଲ ହୋଇଯିବ। ଏ ପତ୍ର ହେଉଛି ପୁରୁଣା ଜ୍ୱରର ଅବ୍ୟଥ ଔଷଧ। ମାନେ ଏ ପତ୍ର ହେଉଛି ପୁରୁଣା ଜ୍ୱରର ଅବ୍ୟଥ ଔଷଧ। ବୁଢ଼ା ପାଖକୁ ଏକଥା ଶୁଣି ଶିଷ୍ୟ ଦୁହେଁ ସେଠାରୁ ମଧ୍ୟ ହତାଶ ହୋଇ ଫେରିଲେ। ତାଙ୍କ ପାଖରେ ବି ସେ ଶୁଖିଲା ପତ୍ର ଦେଖିଥିଲେ, ସେ ଶୁଖିଲା ପତ୍ର ଔଷଧରେ କାର୍ଯ୍ୟକାରୀ ଲାଗୁଛି, ପୁରୁଣା ଜ୍ୱରରେ ଔଷଧ ଭଲ ହେଇଯାଉଛି। ତାହେଲେ ସିଏ ଆଗକୁ ଚାଲିଲେ, ମନ ଦୁଃଖ କରି ଆଗକୁ ଚାଲିଲେ, ଦେଖିବା କଣ ହଉଛି। ବୁଢ଼ା ପାଖକୁ ଏକଥା ଶୁଣି ଶିଷ୍ୟ ଦୁହେଁ ସେଠାରୁ ମଧ୍ୟ ହତାଶ ହୋଇ ଫେରିଲେ। କାରଣ ଗୁରୁ ତ କହିଛନ୍ତି, ଯେଉଁ ପତ୍ର କାହାର ଦରକାରରେ ଲାଗୁନଥିବ କେବଳ ସେହି ପତ୍ର ଆଣିବ। ମାନେ ଶୁଖିଲା ପତ୍ର କାହାରି ଦରକାରରେ ଆସୁନଥିବ ସେହି ପତ୍ର କଣ ତମେ ମୋତେ ଆଣି ଦେବ। ସେମାନେ ଆଉ କିଛି ବାଟ ଆଗକୁ ଗଲେ ଦେଖିଲେ ଝିଅଟିଏ ଶୁଖିଲା ପତ୍ର ଏକାଠି କରି ବିଡ଼ା ବାନ୍ଧୁଛି। ପତ୍ର ତଳ ତାର କିଛି କାମ ଲାଗିଛି ବୋଲି ପଚାରିଲାରୁ ଝିଅଟି କହିଲା, ଏହାକୁ ଘରକୁ ନେଇ ଏଥିରେ ଖଲି ଆଉ ଖୋଲା ତିଆରି କରିବା, ତାହାକୁ ବିକ୍ରି କରି ମୋ ରୋଗିଣା ମା ପାଇଁ ଔଷଧ ଆଣିବି। ମାନେ ସେ ପତ୍ର ନେଇ ଖୋଲା ଲଗେଇବ, ଆଉ କଣ ଘରକୁ ନେଇ ଖୋଲା ଲଗେଇ ଖଲି ଓ ଖୋଲା ବନେଇ ବିକ୍ରି ବଜାରରେ ବିକ୍ରି କରି ଯେଉଁ ପଇସାଟା ବାହାରିବ ସେ ପଇସା ତା ମା ରୋଗିଣା ମା ପାଇଁ ଔଷଧ ଆଣିବ। ବୁଝିପାରିଲ? ଝିଅଟିର କଥା ଶୁଣିବା ପରେ ଶିଶିର ଓ ତୁଷାର ସେଠାରୁ ଶୁଖିଲା ପତ୍ର ନ ନେଇ ଆଗକୁ ଚାଲିଲେ। ସେ ଶୁଖିଲା ପତ୍ର ବି ନେଲେ ନାହିଁ, ଆଗକୁ ଚାଲିଲେ। ଜଙ୍ଗଲ ଭିତରେ ଗୋଟିଏ ଉଚ୍ଚା ଗଛ ମୂଳରେ କିଛି ଶୁଖିଲା ପତ୍ର ପଡ଼ିଥିବାର ସେମାନେ ଦେଖିଲେ। ସେଠାରୁ ପତ୍ର ନିଆଯାଇପାରେ ବୋଲି ଭାବିଲା ବେଳକୁ ଦେଖିଲେ ଚଢ଼େଇଟିଏ ପତ୍ର ପାଖକୁ ଉଡ଼ି ଆସିଲା। ତାହେଲେ ସେ ଶୁଖିଲା ପତ୍ର ଚଢ଼େଇଟିଏ ପାଖକୁ ଉଡ଼ି ଆସିଲା। ଶୁଖିଲା ପତ୍ର ପାଖକୁ ଉଡ଼ି ଆସିଲା କିଏ? ଚଢ଼େଇ। ଶୁଖିଲା ପତ୍ରଟିଏ ଥଣ୍ଟରେ ଧରି
ପାଖରେ ଗୋଟିଏ ଗଛ ଉପରକୁ ଉଡ଼ିଗଲା। ମାନେ ଶୁଖିଲା ପତ୍ରଟିଏ ଘଣ୍ଟ ଧରି ପକ୍ଷୀଟି ଉଡ଼ିଗଲା ଗଛ ଉପରକୁ। ଶିଷ୍ୟ ଦୁହେଁ ନିରୀକ୍ଷେଇ କରି ଦେଖିଲେ ଚଢ଼େଇଟିଏ ସେଠାରେ ନିଜର ବସା ତିଆରି କରୁଛି। ଶୁଖିଲା ପତ୍ର ପଡ଼ିଛି, ଯେ ଶୁଖିଲା ପତ୍ରକୁ ତୁଷାର ଓ ଶିଶିର ଦୁହେଁ ଯାଉଥିଲେ ଆଣିବାକୁ। ସେ ପକ୍ଷୀଟି ସେ ଶୁଖିଲା ପତ୍ରକୁ ଥଣ୍ଟରେ ଧରି ଗଛକୁ ଯାଇ ଗଛରେ ବସା ତିଆରି କରୁଛି। ବସା ତିଆରି କଲେ କ'ଣ ହବ? ସେ ରହିବ। ରାତିରେ କାକର ପଡ଼ିବ। ବର୍ଷା ଦିନରେ ବର୍ଷା ନ ହେବା ପାଇଁ ସେ କ'ଣ କରିବ? ସେ ତାକୁ ଶୀତ ଦାଉରୁ ବର୍ଷା ଦାଉରୁ ରକ୍ଷା କରିବା ପାଇଁ ନିଜକୁ ସେ ଗୋଟେ ଗଛ ଉପରେ ବସା ବାନ୍ଧିବ ନା ନାହିଁ? ଆମର ଏଠି ଯେମିତି ଘର ଅଛି, ତାଙ୍କର ସେଟା ଘର ରହିବା ଦରକାର ନା ନାହିଁ? ନହେଲେ ତାଙ୍କ ପାଖରେ ସେ ଯଦି ଘର ତିଆରି ନ କରି ସେ ନ ରହିବେ, ତାଙ୍କ ବଂଶ ବିସ୍ତାର ହବାନି। ସେ ଆଉ ଗଛ ନା ସେ ଆଉ ଫଳ ସେ ପକ୍ଷୀ ବଢ଼ିବନି। ସେ କ'ଣ କମି କମି ଯିବ, ତାଙ୍କ ବଂଶ ଲୋପ ପାଇଯିବ। ସେଠୁ ସେ ଦୁହେଁ କ'ଣ କଲେ? ସେଠାରୁ ପତ୍ର ନିଆଯାଇପାରେ ବୋଲି ଭାବିଲା ବେଳକୁ ଦେଖିଲେ ଚଢ଼େଇଟିଏ ପତ୍ର ପାଖକୁ ଉଡ଼ି ଆସିଲା। ଶୁଖିଲା ପତ୍ରଟିଏ ଥଣ୍ଟରେ ଧରି ପାଖରେ ଥିବା ଗଛ ଉପରକୁ ଉଡ଼ିଗଲା। ଶିଷ୍ୟ ଦୁହେଁ ନିରୀକ୍ଷେଇ କରି ଦେଖିଲେ ଚଢ଼େଇଟିଏ ସେଠାରେ ନିଜ ବସା ତିଆରି କରୁଥିଲା। ପତ୍ରଟିକୁ ନେଇ ସେ ତାର ବସା ବାନ୍ଧିବା କାମରେ ଲଗାଇ ଦେଲା। ତୁଷାର ଓ ଶିଶିର ଭାବିଲେ ଏ ସ୍ଥାନରୁ ମଧ୍ୟ ପତ୍ର ନେଇ ହେବ ନାହିଁ। ତଥାପି ସେ ଦୁହେଁ ହତାଶ ନ ହୋଇ ଚାଲିଥାନ୍ତି ଆଗକୁ। ଯାଇ ଯାଇ ସେ ଦେଖିଲେ ଗୋଟିଏ ପାଣି ନାଳ। ସେହି ନାଳରେ କେତେଗୁଡ଼ିଏ ଶୁଖିଲା ପତ୍ର ଭାସୁଛି। ସେହି ପତ୍ରକୁ ଆଶ୍ରୟ କରି ପିମ୍ପୁଡ଼ିମାନେ ମୁହଁରେ ଖାଦ୍ୟ କଣିକା ଧରି ଏପାରିରୁ ସେପାରିରୁ ଖୁସିରେ ଚାଲି ଯାଆନ୍ତି। ତାହେଲେ ସେ ଶୁଖିଲା ପତ୍ରଟି ପଡ଼ିଛି କୋଉଠି? ନାଳରେ, ପାଣି ନାଳରେ ଶୁଖିଲା ପତ୍ରଟି ପଡ଼ିଛି। ଏପଟ ଗଲେ ଖାଦ୍ୟ ନେଇକି ସେପଟକୁ ଯିବା ପାଇଁ ପିମ୍ପୁଡ଼ିଟିଏ ଖାଦ୍ୟରେ ସେ ପତ୍ର ଉପରେ ଭାସି ଯାଇ ସେପଟକୁ ସେ କୂଳରେ ଲାଗିଯାଉଛି। ସେପଟକୁ ଯିବା ପାଇଁ ସେ ପତ୍ର ଆଶ୍ରୟରେ। ତାହେଲେ ସେ ସାମାନ୍ୟ ପତ୍ର, ସେ ଶୁଖିଲା ପତ୍ର ବି ଆଣିଲେ ନାହିଁ ତୁଷାର ଓ ଶିଶିର। କାହିଁକି ଆଣିଲେନି? ନା ପିମ୍ପୁଡ଼ିଟିଏ ଏପାରି ସେପାରି ହେଉଛି ପତ୍ର ଦ୍ୱାରା, ନୁହେଁ କି? ଖାଦ୍ୟ ନେଇ ଏପାରିକୁ ନେଇ ସେପାରିକି ଯାଉଛି। ତାହେଲେ ଏଇସବୁ ଘଟଣା ଦେଖି ତୁଷାର ଓ ଶିଶିର ଆଉ ଆଗକୁ ଯିବାକୁ ମନେ ବଳାଇଲେ ନାହିଁ। କାରଣ ସେମାନେ ଦେଖିଲେ ଏହି ଶୁଖିଲା ପତ୍ର ମଣିଷଠାରୁ ଆରମ୍ଭ କରି ପଶୁପକ୍ଷୀ କୀଟପତଙ୍ଗ ସମସ୍ତଙ୍କ ଦରକାରରେ ଲାଗୁଛି। ତେଣୁ ସେ ଦୁହେଁ ଶୂନ୍ୟ ହସ୍ତରେ ଗୁରୁଙ୍କ ପାଖକୁ ଫେରି ଯାଇ କହିଲେ, ଗୁରୁଦେବ, ଆପଣଙ୍କ କହିବା ଅନୁସାରେ ଆମେ ବହୁ ସ୍ଥାନରୁ ଗଲୁ, ବହୁ ସ୍ଥାନରେ ଶୁଖିଲା ପତ୍ର ପଡ଼ିଥିବାର ଦେଖିଲୁ, କିନ୍ତୁ ଏଭଳି ଗୋଟିଏ ସ୍ଥାନ ପାଇଲୁ ନାହିଁ ଯେଉଁ ଶୁଖିଲା ପତ୍ର କାହାରି ଦରକାରରେ ନ ଆସୁଛି। ତାହେଲେ କାହାରି ଦରକାରରେ ନ ଆସୁଛି। ତାହେଲେ ଗୁରୁଙ୍କ ପାଖକୁ ଶିଷ୍ୟ ଦୁଇ ଜଣ ଯାଇ ଭେଟୁଛନ୍ତି। କହୁଛନ୍ତି, ହେ ଗୁରୁଦେବ, ଆମେ ସମସ୍ତ ପାଖକୁ ଯାଇ ଦେଖୁଛୁ ଯେ ତନ୍ନ ତନ୍ନ କରି ଦେଖିଲୁ ପଶୁ କତୁରୁ ପକ୍ଷୀ କତୁରୁ ମଣିଷ କୀଟ ପତଙ୍ଗ ସମସ୍ତଙ୍କର ସାହାଯ୍ୟରେ ଲାଗୁଛି ଶୁଖିଲା ପତ୍ର। ଆମେ ନିରାଶ ହୋଇ ଆପଣ ପାଖକୁ ଆସିଲୁ। ଶିଷ୍ୟ ଦୁଇ ଜଣ କହୁଛନ୍ତି କାହାକୁ? ଗୁରୁଙ୍କୁ। ସେ ନିଜେ ବୁଝିପାରିଲେ ପ୍ରକୃତରେ ଜ୍ଞାନ ସେମାନେ ଶିଖିଛନ୍ତି। ତମ ଭଳିଆ ତମେ ହେଇଥିଲେ ଠକେଇ ଦେଇଥିଲେ, କାହାକୁ ଡର ଲାଗୁଛି ଛାଡ଼ି ନା କ'ଣ ଦିଦି ସାର୍ କହିଥିଲେ ମାନେ ନିର୍ବେଦନା। ସିଏ କିନ୍ତୁ ପ୍ରକୃତ ତନ୍ନ ତନ୍ନ କରି ଦେଖିଲେ ଇଏ ସମସ୍ତଙ୍କ କାର୍ଯ୍ୟରେ ଲାଗୁଛି। ସେ ଶୂନ୍ୟ ହସ୍ତରେ ଗୁରୁଙ୍କ ପାଖକୁ ଆସିଲେ। ଗୁରୁ କ'ଣ କହୁଛନ୍ତି? ଆସନଟା କାଲି ପଡ଼ିବା।